କାହିଁ ମୁଁ ଲୁଚିବି କାହିଁ ମୁଁ ଲୁଚିବି କେମନ୍ତେ ବଞ୍ଚିବି ପଳାଇବି କେଉଁ ପଥେ କାହିଁ ମୁଁ ଲୁଚିବି କେମନ୍ତେ ବଞ୍ଚିବି ପଳାଇବି କେଉଁ ପଥେ ପ୍ରାଣୀଙ୍କ କଷଣ କେତେ ମୁଁ ସହିବି ବିପତ୍ତି ପଡ଼ିବ ଯେତେ ସନ୍ତାପରେ କେତେ ଦହୁ ଅଛ ମୋତେ ସନ୍ତାପରେ କେତେ ଦହୁ ଅଛ ମୋତେ କେତେ ଦଉଛ କଷଣ ଭଗତ ରକ୍ଷଣ ବାନା ବାନ୍ଧି ଅଛ ଧନ୍ୟ ତୁମ ପ୍ରଭୁପଣ ଦେଖ ଏ ବ୍ରହ୍ମାଣ୍ଡ କେମନ୍ତ ହେଲାଣି ଦେଖ ଏ ବ୍ରହ୍ମାଣ୍ଡ କେମନ୍ତ ହେଲାଣି ଦିନୁ ଦିନ ମହାଘୋର କୋଟି କୋଟି ଜୀବ ଅଚେତ ହେବାରୁ କୋଟି କୋଟି ଜୀବ ଅଚେତ ହେବାରୁ ଡାକୁଛି ମୁଁ ନିରନ୍ତର ବାସ୍ତବିକ ବିଶ୍ୱ ଶାନ୍ତି ପାଇଁ କବି ହୃଦୟରେ ବ୍ୟାକୁଳତା ବିଶେଷ ପ୍ରଣିଧାନ ଯୋଗ୍ୟ। ବିଶେଷ କରି କଳିଯୁଗରେ ପ୍ରାଣୀମାନଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ଦେଖି କବି ପ୍ରାଣ ଅତ୍ୟନ୍ତ ଅଥିର ହୋଇ ପଡ଼ିଛି ଏବଂ ସେ ବିକଳ ଏବଂ କାତର ହୃଦୟରେ ପ୍ରଭୁଙ୍କୁ ଏହି ଜଗତର ଉଦ୍ଧାର ପାଇଁ ଭକ୍ତି ନିବେଦନ କରିଛନ୍ତି। ତର ତର ହୋଇ ମୁଁ ଯେ ତିଆରୁଚି ପଦ ତାକି ନାହିଁ ଆଗ ପଛ ବେଦ କି ନିର୍ବେଦ ତିନି ତ୍ରୈଲୋକ୍ୟ କରତା ତାଳପତ୍ରେ ଲେଖୁଅଛି ବୁଝିବ ବାରତା। ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଓଡ଼ିଶାରେ ଯେଉଁ କୁହାଯାଉଛି ଭୀମ ଭୋଇଙ୍କର ଆବିର୍ଭାବ ସମୟରେ ଯେଉଁ ସମାଜର ନୈତିକ ମୂଲ୍ୟବୋଧର ଅବକ୍ଷୟ ଘଟିଥିଲା ଯାହାକୁ ଦେଖି ଏହି ସନ୍ଥ କବିଙ୍କ ମନରେ ଅତ୍ୟନ୍ତ ବିଭତ୍ସ ଭାବନା ସୃଷ୍ଟି ହୋଇଥିଲା। କିଭଳି ଭାବରେ କଳିକାଳରେ ଏହି ଲୋକମାନେ ଏତେ ପାପପରାୟଣ ହୋଇଛନ୍ତି ଧର୍ମ ଧାରଣା ଏହାକୁ ଇଙ୍ଗିତ କରି ଲୋକମାନେ ନିଶ୍ଚିତ ଭାବରେ ପାପ ପଙ୍କରେ ବୁଡ଼ି ଅଛନ୍ତି। ଏଥିପାଇଁ ତାଙ୍କର ମନ ହାହାକାର କରି ଉଠିଥିଲା। ମହିମା ଗୋସାଇଙ୍କ ପଦ ସେବନ କରି ସେ ଏହି ଅନ୍ଧପ୍ରାୟ ଜଡ଼ପ୍ରାୟ ଜନସମୁଦାୟର ମୁକ୍ତିର ମାର୍ଗକୁ ଉନ୍ମୋଚନ କରିବା ପାଇଁ ତାଙ୍କ ପାଦରେ ନିଶ୍ଚିତ ଭାବରେ ଶରଣ ପଶିଛନ୍ତି ଏବଂ ଜଗତର ଦୁଃଖ ଦେଖି ତାଙ୍କର ଆତ୍ମା କିଭଳି ଭାବରେ ହାହାକାର କରି ଉଠିଥିଲା ସେ ସମ୍ପର୍କରେ ସେ ଜଣେଇଛନ୍ତି ଏବଂ ତାଙ୍କ ମନ ଭିତରେ ଥିବା ଯେଉଁ କ୍ଷୋଭ ଯେଉଁ ଦୁଃଖ ଏହାକୁ ମଧ୍ୟ ସେ ସ୍ତୁତି ଚିନ୍ତାମଣି ମାଧ୍ୟମରେ ନିବେଦନ କରିଛନ୍ତି ମହିମା ଗୋସାଇଙ୍କୁ। ଏହାର ଏକ ସୁନ୍ଦର ରୂପ ଯେଉଁ କୁହାଯାଇପାରେ ତିନି ପୁର ଯାକ ଅସତ୍ୟ ହେଲାଣି ଧର୍ମ ଯାଉଅଛି ଛାଡ଼ି ବେଳକୁ ବେଳ ଅପ୍ରମାଣ ହେଉଛି ପଡ଼ୁଅଛି କାଳ ଧାଡ଼ି। ବେଳକୁ ବେଳ ସତ୍ୟ ଅପ୍ରମାଣ ହେଉଛି ସତ୍ୟ ଲୁଚୁଛି ନିଜର କାୟାକୁ ସଂକୋଚନ କରି କଳିର ପ୍ରଭାବରେ ଏବଂ କାଳ କିଭଳି ଭାବରେ ଧାଡ଼ି ଦେଉଛି ନିଶ୍ଚିତ ଭାବରେ ଅତ୍ର ତତ୍ର ସର୍ବତ୍ର ଯେଉଁଠି ଦେଖିବ କେବଳ କାଳର ଧାଡ଼ି ଆଉ ମଧ୍ୟ ତାଙ୍କ ମନ ଭିତରେ ଥିବା ଅତ୍ୟନ୍ତ କୋହକୁ ସେ ଏଠାରେ ପ୍ରକଟିତ କରି କହିଛନ୍ତି ତିନି ପୁର ଯାକ ଅସତ୍ୟ ହେଲାଣି। ହେ ମହିମା ଗୋସାଇଁ ତିନି ପୁର ଯାକ ଅସତ୍ୟ କେଉଁଠି ସତ୍ୟର ସନ୍ଧାନ କରିବି ପ୍ରଭୁ ଧର୍ମ ତ ଛାଡ଼ି ଯାଉଅଛି। ନିଶ୍ଚିତ ଭାବରେ ସେ କହୁଛନ୍ତି ଆହୁରି ମଧ୍ୟ ସେ କହୁଛନ୍ତି ନିଜ ରୂପ ଧରି ମହାଘୋର କାଳ ବ୍ରହ୍ମାଣ୍ଡ ଭିତରେ ପଶି 56 କୋଟି ହୃଦୟରେ ଘାଣ୍ଟୁଛି ହୋଇ କାଳ ଦଣ୍ଡ ଫାଶୀ। ବାସ୍ତବିକ ଚମତ୍କାର ତାଙ୍କର ଶବ୍ଦ ସନ୍ଧାନ ସନ୍ଥ କବି ଭୀମ ଭୋଇଙ୍କର ଏହି ପଦରେ ସେ କହୁଛନ୍ତି ନିଜ ରୂପ ଧରି ମହାଘୋର କାଳ ବ୍ରହ୍ମାଣ୍ଡ ଭିତରେ ପଶି ଏହି ମହାଘୋର କାଳ କଳି କାଳ ନିଜ ରୂପକୁ ପ୍ରକଟିତ କରି କିଭଳି ଭାବରେ କଳି କାଳରେ ଏବଂ ବ୍ରହ୍ମାଣ୍ଡ ଭିତରେ ସମସ୍ତ ଜୀବଜଗତକୁ ଆତଙ୍କିତ କରି ନିଜର କରାୟତ କରୁଛି ଏହା ସେ କହୁଛନ୍ତି 56 କୋଟି ଜୀବଙ୍କ ହୃଦୟ ଭିତରେ ସେ କିଭଳି ଭାବରେ ଘାଣ୍ଟୁଛି 56 କୋଟି ଜୀବଙ୍କ ହୃଦୟ ଭିତରେ ସେ ଘାଣ୍ଟୁଛି ପାପ ପଙ୍କିଳ ରାସ୍ତାରେ ଯିବାକୁ ସେମାନଙ୍କୁ ପ୍ରଚୋଦିତ କରୁଛି ଏହା ସେ କହୁଛନ୍ତି। ଏହା ନିଶ୍ଚିତ ଭାବରେ ବ୍ରହ୍ମାଣ୍ଡ ଭିତରେ ଘୋର କଳିକାଳର ପ୍ରାଦୁର୍ଭାବ ପ୍ରଭୁ ଜନସମୁଦାୟ ହାହାକାର କରି ଉଠୁଛନ୍ତି ଦୁଃଖରେ ଆତଙ୍କରେ ପାପରେ ସମସ୍ତେ ଘାଣ୍ଟି ହେଉଛନ୍ତି ପ୍ରଭୁ
ଉଦ୍ଧାର କରନ୍ତୁ ଏ ନର୍କରୁ, ଏ ଜନସମୁଦାୟକୁ, ଏ ମଣିଷ ସମାଜକୁ, ତୁମ ହାତ ଗଢ଼ା, ତୁମ ହାତ ତିଆରି ଏଇ କଣ୍ଢେଇମାନଙ୍କୁ। ଏହା ତ ତାଙ୍କର ଭକ୍ତି ନିବେଦନ ଏଇ ସ୍ତୁତି ଚିନ୍ତାମଣି ମାଧ୍ୟମରେ। ଆହୁରି ମଧ୍ୟ ସେ କହିଛନ୍ତି, କିୟ ବା ସ୍ତ୍ରୀ କିୟ ବା ପୁରୁଷ ସର୍ବଜନ ଏକାକାର, ପାତକ ପୁଣ୍ୟ ଆପଣା ମହତ୍ୱକୁ, କାହାରି ନାହିଁ ବିଚାର। ସେ କହୁଛନ୍ତି କିବା ସ୍ତ୍ରୀ କିବା ପୁରୁଷ ନିଶ୍ଚିତ ଭାବରେ ସମସ୍ତେ ଏକାକାର, ଏଠି ସମସ୍ତେ ସମାନ, କାହାରି ମନରେ କୌଣସି ଭିନ୍ନ ଭିନ୍ନ ଚିନ୍ତାଧାରା ନାହିଁ। ପୁରୁଷ ଏବଂ ସ୍ତ୍ରୀ ନିର୍ବିଶେଷରେ ସମସ୍ତେ ଏହି ପାପ ପଙ୍କରେ ବୁଡ଼ି ରହିଛନ୍ତି। ପ୍ରଭୁ ସେ କହୁଛନ୍ତି ପାତକ ଆଉ ପୁଣ୍ୟ, ପାପ ଆଉ ପୁଣ୍ୟ ଏ ବିଚାର ସେମାନଙ୍କ ମଧ୍ୟରେ ନାହିଁ, କିମ୍ବା ମହତ୍ୱକୁ ଜଗିବା ପାଇଁ ସେମାନଙ୍କ ମନରେ ମଧ୍ୟ ଉତ୍କଣ୍ଠା ନାହିଁ, ସଙ୍କୋଚ ବି ନାହିଁ ପାପ କରିବା ପାଇଁ। ପ୍ରଭୁ ଏଥିପାଇଁ ସେ କହୁଛି ତାଙ୍କ ମନ ଭିତରେ କୌଣସି ବିଚାରଧାରା ନାହିଁ। କଳି କାଳରେ ସମସ୍ତେ ପାପ ଅଭିମୁଖେ ଅଗ୍ରସର ହେଉଛନ୍ତି। ଧନ ଜନ ଏହି ପାର୍ଥିବ ବସ୍ତୁର ଲୋଭରେ ମୋହରେ ପ୍ରଭୁ ସମସ୍ତ ଜୀବଜଗତ ଜଡ଼ି କରି ଅଛନ୍ତି। ଏମାନଙ୍କୁ ମୁକ୍ତି ଦିଅନ୍ତୁ ପ୍ରଭୁ, ଏହା ସେ ନିବେଦନ କରୁଛନ୍ତି। ଆହୁରି ମଧ୍ୟ କହିଛନ୍ତି, ଯଦି ସତୀ କେହି ନାହାନ୍ତି ତ୍ରିପୁରେ, ସର୍ବେ ବିଟପି ବିଟପ, ଧର୍ମ ଚିନ୍ତା ପ୍ରାଣୀ କାହିଁ ମୁଁ ରହିବି, ସବୁ ଘୋଟିଲାଣି ପାପ। ସେ କହୁଛନ୍ତି ଏ ଜଗତରେ କେହି ସତୀ ନାହାନ୍ତି, ସମସ୍ତେ ବିଟପି ଆଉ ସବୁ ନର ମଧ୍ୟ ବିଟପ। ଯଦି ସମାଜରେ ବିଟପି ଆଉ ବିଟପମାନଙ୍କର ସଂଖ୍ୟା ବୃଦ୍ଧି ହୁଏ, ଏ ଜଗତରେ କେବଳ ବର୍ଣ୍ଣ ସଂକର ହିଁ ସୃଷ୍ଟି ହେବେ ମହାପ୍ରଭୁ, ଏହା ସେ କହୁଛନ୍ତି। ଅଥଚ ସତୀତ୍ୱ କଥା ନ କହିଲେ ମଧ୍ୟ ଧର୍ମ ହିଁ ସତୀତ୍ୱ। ଧର୍ମ ମାର୍ଗରେ ଯିବା ପାଇଁ କୌଣସି ନାରୀ ଅବା ପୁରୁଷ କେବେ ହେଲେ ବ୍ୟଗ୍ର ନୁହନ୍ତି ପ୍ରଭୁ। ସମସ୍ତେ ବିଟପି ହୋଇସାରିଲେଣି, ଅସତୀ ହୋଇସାରିଲେଣି ଏବଂ ପୁରୁଷ ଅସତ୍ୟ ହୋଇସାରିଲେଣି। ଧର୍ମ ମାର୍ଗ ପ୍ରତି କାହାର ଉତ୍ସୁକତା ନାହିଁ ପ୍ରଭୁ, ଏହା ସେ କହୁଛନ୍ତି। ଆଉ ମଧ୍ୟ ସେ କହୁଛନ୍ତି, କେଉଁଠି ଲୁଚିବି ପ୍ରଭୁ, କେଉଁଠି ବଞ୍ଚିବି, ଧର୍ମ ଚିନ୍ତା କରୁଥିବା ଏକମାତ୍ର ପ୍ରାଣୀଟିଏ ମୁଁ, ଏଇ ଭୀମ ଭୋଇ ତୁମ ହାତ ଗଢ଼ା କଣ୍ଢେଇଟିଏ। ପ୍ରଭୁ ଏହା ସେ କହୁଛନ୍ତି, ସର୍ବତ୍ର ପାପ ଘଟିଗଲାଣି, ମୁଁ କେଉଁଠି ଯାଇ ଲୁଚିବି, କେଉଁଠି ଶରଣ ପଶିବି, ଏ ଚିନ୍ତା ତାଙ୍କୁ ଘାରିଛି ସନ୍ଥ କବି ଭୀମ ଭୋଇଙ୍କୁ। ଆହୁରି ମଧ୍ୟ ସେ କହିଛନ୍ତି, କଳି ପୁରୁଷର ଲୋକ ସର୍ବସ୍ଥାନେ, ନାହିଁଟି ସତ୍ୟର ଲୋକ, ଧର୍ମ ଧାରଣେ କାହାରି ଶ୍ରୋତା ନାହିଁ, ସର୍ବଜନେ ଅବିବେକ। ସର୍ବତ୍ର କଳି ରାଜାଙ୍କର ପ୍ରାଦୁର୍ଭାବ ପ୍ରଭୁ, ସର୍ବତ୍ର କଳିଙ୍କର ଚେଲା ଚାମୁଣ୍ଡା ଯେଉଁ କୁହାଯାଉଛି ସଭାମଣ୍ଡପ ବିତାନ, ଏବଂ କଳିଙ୍କର ଲୋକ ସର୍ବତ୍ର, ସତ୍ୟର ଲୋକ କେଉଁଠି ଦେଖାଯାଉନାହାନ୍ତି ପ୍ରଭୁ। ମୁଁ ତେଣୁ ତୁମର ଏ ପୃଥିବୀରେ ଶ୍ୱାସରୁଦ୍ଧ ହୋଇଯାଉଛି, ଏହା ସେ କହୁଛନ୍ତି। ଆହୁରି ମଧ୍ୟ କହୁଛନ୍ତି, ଧର୍ମ ଧାରଣାରେ କାହାରି ଶ୍ରୁତି ନାହିଁ, କାହାରି ଶ୍ରୋତା ବି ନାହିଁ, କାହାରି ଇଚ୍ଛା ନାହିଁ, କେବଳ ଅନିଚ୍ଛା ଆଉ ପାପ ପଙ୍କରେ ପ୍ରବୃତ୍ତ ହୋଇ ପାପାଚାରୀ ହେବା ପାଇଁ ସମସ୍ତେ ଉଦ୍ଗ୍ରୀବ। ସମସ୍ତଙ୍କ ମନରେ ଏକ ଭିନ୍ନ ଭାବନା, ପାର୍ଥିବ ବସ୍ତୁ ମୋହରେ ସମସ୍ତେ ଧାବିତ, ଏହା ସେ କହୁଛନ୍ତି। ଆହୁରି ମଧ୍ୟ କହୁଛନ୍ତି, ଏଠି ସବୁ ଅବିବେକ, ଏଠି ବିବେକ ବୋଲି କାହାରି ନାହିଁ। ଭଗବାନ ତମେ ଦେଇଥିବା ମଣିଷକୁ ଏକ ସୁନ୍ଦର ଏଇ ବିବେକ ନାମକ ଯେଉଁ କୁହାଯାଉଛି, ଏହା କିନ୍ତୁ ସମସ୍ତଙ୍କ ପାଖରେ ଆଜି ଦୁଷ୍ପ୍ରାପ୍ୟ ହୋଇଯାଇଛି। ଆଜି ମଣିଷ ବିବେକକୁ ପରିହାର କରି ଅବିବେକ ପାଲଟି ଯାଇଛି। ତେଣୁ ଅବିବେକ ପାଲଟି ଯାଇଥିବା ମଣିଷ ପାଖରେ ଆଉ ସତ୍ୟ ସନ୍ଧାନ କରୁଥିବା ଏହି ମଣିଷଟି କେମିତି ବଞ୍ଚିବ ପ୍ରଭୁ, ଏହା ତାଙ୍କର ନିବେଦନ ନିଶ୍ଚିତ ଭାବରେ। ଏବଂ ପରବର୍ତ୍ତୀ ପଦରେ ମଧ୍ୟ କବି କହୁଛନ୍ତି, ଜଳ ପ୍ରାୟ କରି ପାତକ ପୁଣ୍ୟକୁ, ପଥି ପରି ହେଲେ ପାର,
କେମନ୍ତେ ହେବେ ଉଦ୍ଧାର। ଏହି ପାତକୀ ନର, ଏହି ପାପାଚାରୀମାନେ ପାପ ଏବଂ ପୁଣ୍ୟକୁ ଜଳ ପରି ମନେ କରିଛନ୍ତି। ପଥି ପରି ଏହାକୁ ସେ ଉଦରସ୍ଥ କଣ୍ଠସ୍ଥ ଆତ୍ମସ୍ଥ କରି ପକାଉଛନ୍ତି। ପାପ ଆଉ ପୁଣ୍ୟ ଭିତରେ କୌଣସି ପ୍ରଭେଦ ଦେଖୁନାହାନ୍ତି ପ୍ରଭୁ। ସମସ୍ତେ ମୂର୍ଖ। ଆତ୍ମଜ୍ଞାନ, ତତ୍ତ୍ୱଜ୍ଞାନ, ଆଧ୍ୟାତ୍ମିକ ଏ ଧ୍ୟାନ ଧାରଣା ସେମାନଙ୍କ ମନରେ ସହସ୍ର ସହସ୍ର ଯୋଜନ ଅପହଞ୍ଚ ପ୍ରଭୁ। ତେଣୁ ଏଭଳି ପାପାଚାରୀ ମୂର୍ଖ ଜନମାନେ ଯେଉଁ କୁହାଯାଉଛି, ସେମାନେ କିଭଳି ଭାବରେ ଉଦ୍ଧାର ହେବେ? ମୂର୍ଖପଣରେ ସାହସ କରିଛନ୍ତି ନିଶ୍ଚିତ ଭାବରେ ଏ ପାପ ପୂର୍ବକ ପଙ୍କରୁ, ଏ ନର୍କରୁ ଉଦ୍ଧାର ପାଇବେ ବୋଲି, କିନ୍ତୁ ସେମାନେ କେବେ ଉଦ୍ଧାର ପାଇପାରିବେ ନାହିଁ ପ୍ରଭୁ। ସେମାନଙ୍କର ଜ୍ଞାନଚକ୍ଷୁ ଖୋଲା ନାହିଁ, ସେମାନଙ୍କର ଆତ୍ମା ପରମାତ୍ମାଙ୍କର ସନ୍ନିକଟ ହେବା ପାଇଁ ଅନିଚ୍ଛୁକ ପ୍ରଭୁ। ଏଭଳି ପାପାଚାରୀ ଏବଂ ମୂର୍ଖମାନଙ୍କୁ ଉଦ୍ଧାର କରିବା ନିମନ୍ତେ ମୋର ପ୍ରାଣ ବ୍ୟାକୁଳ ହେଉଛି ପ୍ରଭୁ। ସେ ସତତ ନିବେଦନ କରିଛନ୍ତି ପ୍ରଭୁଙ୍କୁ ସନ୍ଥ କବି ଭୀମ ଭୋଇ ତାଙ୍କ ସ୍ତୁତି ଚିନ୍ତାମଣି ମାଧ୍ୟମରେ। ଆହୁରି ମଧ୍ୟ କହିଛନ୍ତି, ସତ୍ୟରେ ତରିବି ସତ୍ୟରେ ମରିବି, ଏହି ଆଜ୍ଞା ମୋତେ ହେଉ। କହେ ଭୀମ ଭୋଇ ଏ ମୃତ୍ୟୁ ମଣ୍ଡଳେ, ଯଶ ପଯଶ ଥାଉ।